ଦ୍ୱାଦଶ ରାଶିଚକ୍ରର ସପ୍ତମ ରାଶି ତୁଳା ରାଶି ପାଇଁ 2026 ମସିହାର ବାର୍ଷିକ ରାଶିଫଳ। 2026 ମସିହା ତୁଳା ରାଶି ପାଇଁ କିଛି ନୂଆ କାମ କରିବା ଓ ନୂଆ ଜିନିଷ ପାଇବାର ବର୍ଷ ରହିବ। 2026 ମସିହା ବର୍ଷରେ ତୁଳା ରାଶିଜାତ ବ୍ୟକ୍ତି ପ୍ରଚଣ୍ଡ ଆତ୍ମବିଶ୍ୱାସରେ ଭରପୁର ରହିବା ସହିତ ନିଜ ଭିତରେ ନୂତନ ଶକ୍ତି ଓ ଉତ୍ସାହ ଅନୁଭବ କରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ତୁଳା ରାଶିର ଷଷ୍ଠ ସ୍ଥାନ ମୀନ ରାଶିରେ ଅବସ୍ଥିତ ଶନି କର୍ମକ୍ଷେତ୍ରରେ ତୁଳା ରାଶିଜାତ ବ୍ୟକ୍ତିଙ୍କୁ କଠିନ ପରିଶ୍ରମ କରାଇବେ, କିନ୍ତୁ ପରିଶ୍ରମର ଫଳ ମଧ୍ୟ ପ୍ରଦାନ କରିବେ। ସହକର୍ମୀ ଓ ଉପରିସ୍ଥ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଅଫିସରେ ସମ୍ମାନ ବଢ଼ିବ। ଚାକିରିରେ ବଦଳି ଚାହୁଁଥିଲେ ଏହି ସମୟଟି ଉପଯୁକ୍ତ ସମୟ ରୂପେ ବିବେଚିତ ହେବ। 2026 ମସିହା ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କଲେ ଚାକିରିରେ ପ୍ରମୋସନ୍ ପାଇବାର ଯୋଗ ରହିଅଛି ତଥା ଏହି ସମୟରେ ଚାକିରି ଆଶାୟୀଙ୍କୁ ନୂତନ କର୍ମନିଯୁକ୍ତି ମିଳିବାର ମଧ୍ୟ ସମ୍ଭାବନା ଦେଖାଯାଏ। ବାଣିଜ୍ୟ ବ୍ୟବସାୟ କରୁଥିବା ତୁଳା ରାଶିଜାତ ବ୍ୟକ୍ତିଙ୍କ ପାଇଁ 2026 ମସିହାର ପ୍ରଥମାର୍ଦ୍ଧଟି ମାନ୍ଦା ରହିବାର ସମ୍ଭାବନା, କିନ୍ତୁ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଅଣାଯାଇପାରେ। ତୁଳା ରାଶିର ପଞ୍ଚମ ଭାବ କୁମ୍ଭ ରାଶିରେ ଅବସ୍ଥିତ ରାହୁ ବେପାର କ୍ଷେତ୍ରରେ ନେଉଥିବା ନିଷ୍ପତ୍ତିକୁ ପ୍ରଭାବିତ କରି ବେପାରରେ କ୍ଷତି ପହଞ୍ଚାଇପାରେ। ତେଣୁ ଭାବିଚିନ୍ତି ସତର୍କତାର ସହିତ ବ୍ୟବସାୟିକ ପଦକ୍ଷେପ ଗ୍ରହଣ କରିବେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ତୁଳା ରାଶିର ଏକାଦଶ ବା ଆୟ ଭାବରେ ଅବସ୍ଥିତ କେତୁ ପରିଶ୍ରମ ଅନୁଯାୟୀ ଫଳ ପ୍ରଦାନ କରିବ। ବର୍ଷର ଦ୍ୱିତୀୟାର୍ଦ୍ଧରେ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି ତୁଳା ରାଶିର ଦ୍ୱିତୀୟ ଧନଭାବ ଉପରେ ରହୁଥିବାରୁ ଏହି ସମୟରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। ପୁଞ୍ଜି ବଜାରରେ ଅର୍ଥ ନିବେଶ କରିଥିଲେ 2026 ମସିହା ବର୍ଷର ଦ୍ୱିତୀୟାର୍ଦ୍ଧରେ ବହୁତ ଭଲ ରିଟର୍ଣ୍ଣ ପାଇପାରିବେ ତଥା ଏହି ସମୟରେ ଆର୍ଥିକ ସେକ୍ଟରରେ ଅର୍ଥ ନିବେଶ କରିବା ପାଇଁ ସମୟ ବହୁତ ଅନୁକୂଳ ସମୟ ରହିବ। 2026 ମସିହାର ଜୁନ୍ ମାସଠାରୁ ଅକ୍ଟୋବର ମାସ ମଧ୍ୟରେ ସମସ୍ତ ପ୍ରକାର ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ଦେଖାଯାଏ। ତୁଳା ରାଶିର ପଞ୍ଚମ ଭାବରେ ଅବସ୍ଥିତ ରାହୁ ସନ୍ତାନଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରିବ। ପାଠପଢ଼ାରେ ମନ ନ ରହି ଅଯଥା ଚିନ୍ତାରେ ମନ ଘାଣ୍ଟି ହେବ, ଅନ୍ୟମନସ୍କ କରିବ। ଉଚ୍ଚ ଶିକ୍ଷାକାରକ ଗ୍ରହ ବୃହସ୍ପତିଙ୍କର ଶୁଭତ୍ୱ ବୃଦ୍ଧି ପାଇଁ ଚେଷ୍ଟା କରାଗଲେ ପାଠପଢ଼ାରେ ଉନ୍ନତି ପରିଲକ୍ଷିତ ହେବ। 2026 ମସିହାରେ ତୁଳା ରାଶିର ପ୍ରେମଭାବ ବିଷୟରେ ଦୃଷ୍ଟିପାତ କଲେ ଜଣାଯାଏ ତୁଳା ରାଶିର ପଞ୍ଚମ ଭାବରେ ରାହୁ ଓ ଷଷ୍ଠ ଭାବରେ ଶନି ଅବସ୍ଥାନ କରି ପ୍ରେମ ସମ୍ପର୍କରେ ବ୍ରେକଅପ୍ର ସାମନା କରାଇପାରନ୍ତି। ବିଶେଷତଃ ବର୍ଷର ଦ୍ୱିତୀୟାର୍ଦ୍ଧରେ ଏପରି ଘଟଣାମାନ ଘଟିବାର ବହୁତ ସମ୍ଭାବନା ଦେଖାଯାଏ। ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ତୁଳା ରାଶିଜାତ ବ୍ୟକ୍ତିଙ୍କର ପାରିବାରିକ ଜୀବନ 2026 ମସିହାରେ ବହୁତ ଭଲରେ କଟିବ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଅତି ଉତ୍ତମ ସମ୍ପର୍କ ରହିବ। ଘରେ ଧାର୍ମିକ ଓ ଆଧ୍ୟାତ୍ମିକ ବାତାବରଣ ଲାଗି ରହିବ। ସପରିବାର ଦେବଦର୍ଶନ ବା ତୀର୍ଥାଟନରେ ଯିବା ପାଇଁ ଯୋଜନା କରିବେ। ଗୃହରେ
ମାଙ୍ଗଳିକ ବା ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ। ଦାମ୍ପତ୍ୟ ଜୀବନ ମଧୁମୟ ରହିବ। ଦମ୍ପତି ଦୂରସ୍ଥାନ ଭ୍ରମଣରେ ଯିବାର ଯୋଗ ରହିଅଛି। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ 2026 ମସିହା ବିଶେଷ ଶୁଭଙ୍କର ବର୍ଷ ରୂପେ ସାବ୍ୟସ୍ତ ହେବ। ତୁଳାରାଶି ଜାତକ ପାଇଁ ବର୍ଷର ପ୍ରଥମାର୍ଦ୍ଧରେ ବହୁତ ଭଲ ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଅଛି। ତୁଳାରାଶିର ଷଷ୍ଠ ଭାବରେ ଅବସ୍ଥିତ ଶନି ଯଦିଓ ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ଚେଷ୍ଟା କରିବ, ତେବେ ବି ଗ୍ରହ ତାର ନୈସର୍ଗିକ କାରକତ୍ୱ ଯୋଗୁଁ ଶରୀରରେ ବାୟୁ ବିକାର ଜନିତ ସମସ୍ୟା ପ୍ରଦାନ କରିପାରେ। ଶରୀରରେ ପାଚନତନ୍ତ୍ର ପ୍ରଭାବିତ ହୋଇ ଖାଦ୍ୟ ବଦହଜମୀରୁ ପେଟ ଗଣ୍ଡଗୋଳ ଜନିତ ସମସ୍ୟା ଦେଖାଯିବାର ସମ୍ଭାବନା ରହିଅଛି। ଶରୀରର ଦୂଷିତ ବାୟୁ ଅଣ୍ଟା, ଆଣ୍ଠୁ ଓ ସନ୍ଧି ସ୍ଥାନମାନଙ୍କରେ ଯନ୍ତ୍ରଣା ଦେବାର ସମ୍ଭାବନା ଦେଖାଯାଏ। ପୁରୁଣା ଆର୍ଥ୍ରାଇଟିସ୍ ରୋଗ ରହିଥିଲେ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ। ଏହା ସହିତ ଯାତ୍ରା ସମୟରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ ତୁଳାରାଶି ପାଇଁ 2026 ମସିହାର ସଂକ୍ଷିପ୍ତ ବାର୍ଷିକ ରାଶିଫଳ। ବର୍ଷଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ତୁଳାରାଶିଜାତ ବ୍ୟକ୍ତି ତୁଳାରାଶିର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀଙ୍କ ସହିତ ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ। ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆଦି ଶଙ୍କରାଚାର୍ଯ୍ୟଙ୍କ ବିରଚିତ କନକଧାରା ସ୍ତୋତ୍ର ପାଠ କଲେ ବିଶେଷ ଶୁଭଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ତୁଳାରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।